ଦେଖନ୍ତୁ ଏବେ ଆମର ଜିଏସ୍ଟି ରେଟ୍ରେ ବର୍ତ୍ତମାନ ପରିବର୍ତ୍ତନ ହୋଇଯାଇଛି। ଯେମିତିକି ଆପଣମାନେ ଜାଣିଥିବେ ଗତ 3 ତାରିଖରେ ବସିଥିବା ବୈଠକ ଅନୁଯାୟୀ ବର୍ତ୍ତମାନ କେତେ ଗୁଡ଼ିଏ ସ୍ଲାବ୍ରେ ବର୍ତ୍ତମାନ ଚେଞ୍ଜ କରିଦିଆଯାଇଛି ଜିଏସ୍ଟି ରେଟ୍। ଚାଲନ୍ତୁ ଜାଣିବା କ'ଣ ଏଇ ଜିଏସ୍ଟି ରେଟ୍ର ପରିବର୍ତ୍ତନ। ଜିଏସ୍ଟି କାଉନସିଲର ବଡ଼ ନିଷ୍ପତ୍ତି, କେବଳ 2ଟି ସ୍ଲାବ୍ରେ ଆଦାୟ ହେବ ଜିଏସ୍ଟି। ଏହି କ୍ରମରେ ଏବେ ଆଉ 4ଟି ସ୍ଲାବ୍ ନୁହେଁ, ବରଂ 2ଟି ସ୍ଲାବ୍ରେ ଏହି କର ଆଦାୟ କରାଯିବ। କେବଳ 5% ଓ 18% ସ୍ଲାବ୍ ଲାଗୁ ହେବ ଏବଂ 12 ଓ 28% ସ୍ଲାବ୍ ବନ୍ଦ କରିଦିଆଯାଇଛି। ସେପ୍ଟେମ୍ବର 22 ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଅଛି। ବସିଥିବା ଜିଏସ୍ଟି କାଉନସିଲ୍ ବୈଠକର ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଏବେ ଆଉ 4ଟି ସ୍ଲାବ୍ ନୁହେଁ, ବରଂ 2ଟି ସ୍ଲାବ୍ରେ ଏହି କର ଆଦାୟ କରାଯିବ। କେବଳ 5% ଓ 18% ସ୍ଲାବ୍ ଲାଗୁ ହେବ। 12 ଓ 28% ସ୍ଲାବ୍ ବନ୍ଦ କରିଦିଆଯାଇଛି। ସେପ୍ଟେମ୍ବର 22ରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ସୂଚନା ମୁତାବକ ମିଳିଥିବା ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସ୍ଟି ଲାଗିବ ନାହିଁ। ଉପଭୋଗ ସାମଗ୍ରୀ 40% ସ୍ଲାବ୍ରେ ରଖାଯାଇଛି ଏବଂ ଅଧିକାଂଶ ସାମଗ୍ରୀ ଉପରେ 5 ଓ 18% ଟ୍ୟାକ୍ସ ଲାଗିବ। ଏହା ଔପଚାରିକ ଭାବରେ ଘୋଷଣା ହୋଇନାହିଁ। ଦେଖନ୍ତୁ, ଗତ 3 ତାରିଖରେ ବସିଥିବା ଯେଉଁ ଜିଏସ୍ଟି ବୈଠକ ଏବଂ 4 ତାରିଖ ମାନେ ଆଜି ମଧ୍ୟ ଆହୁରି ବୈଠକର 2 ଦିନର ବୈଠକ ବସିବାର ଥିଲା। ତ ପ୍ରଥମ ଦିନରେ ଯାହା ଘୋଷଣା ହୋଇଥିଲା ମୁଁ ଆପଣମାନଙ୍କୁ ଅପଡ଼େଟ୍ କରିଦେଲି ଏବଂ ଆଜି ମଧ୍ୟ ପୁଣି ବୈଠକ ଅଛି ଏବଂ ସେହି ବୈଠକରେ ପୁଣି କ'ଣ ଜିଏସ୍ଟି କାହା ଉପରେ କମିବ ଏବଂ କାହା ଉପରେ ପଡ଼ିବ, କେଉଁ ସ୍ଲାବ୍ରେ କାହାକୁ ରଖିବେ ତା ଉପରେ ମଧ୍ୟ ନିଷ୍ପତ୍ତି ଆସିଯିବ। ତ ଆଜି ଯେତେବେଳେ ପୁଣି ଅପଡ଼େଟ୍ ଆସିଯିବ ମୁଁ ଆପଣମାନଙ୍କୁ ଜଣାଇବି ଯେ ବର୍ତ୍ତମାନ ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ ବହୁତ ଖୁସି ଖବର ଯେ ବହୁତ ଗୁଡ଼ିଏ ସାମଗ୍ରୀ ଉପରେ ଆପଣମାନଙ୍କ ପାଇଁ ବା ଆମମାନଙ୍କ ପାଇଁ ବର୍ତ୍ତମାନ ତା'ର ଦର କମିବାକୁ ଯାଉଛି।